ମୁଁ ସଞ୍ଜୟ କୁମାର ରାଉତରାୟ ଗୋପବନ୍ଧୁ ବିଦ୍ୟାମନ୍ଦିର ପୁରାତନ ଛାତ୍ର ସଂସଦର ମାନେ ସମ୍ପାଦକ ଅଛି। ଆଉ ବର୍ତ୍ତମାନ ଆପଣଙ୍କର ଇଏ ଆମର ଯେଉଁ କାର୍ଯ୍ୟକ୍ରମ 10ମ ବର୍ଷରେ ପଦାର୍ପଣ କରିଛି। କୋଭିଡ଼ ସହ 2 ବର୍ଷ ବନ୍ଦ ଥିଲା, ତେଣୁ 8ମ ଆଞ୍ଚଳିକ ରଜ ମହୋତ୍ସବ ଏବଂ ରକ୍ତଦାନ ଶିବିର। ଏବଂ ଏ ବର୍ଷ ଆମର ଜଣେ ଭାଇ ବଡ଼ ଭାଇ ଅଛନ୍ତି, ଆମର ଅବନୀ ଭାଇ, ଯିଏକି ସେଭେନ୍ ଷ୍ଟାର୍ ଚାରିଟେବୁଲ୍ ଟ୍ରଷ୍ଟର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଏବଂ ପୁରା ସମ୍ପୂର୍ଣ୍ଣ ସେ ଦାୟିତ୍ୱ ନେଇଛନ୍ତି ରକ୍ତଦାନ ଶିବିରର। ଆଜି ଗୋଟେ ଏଠି ମେଗା ରକ୍ତଦାନ ଶିବିର ହେଉଛି ତାଙ୍କ ନେତୃତ୍ୱରେ। ଏବଂ ଆଜି ସକାଳେ ଯାହା ଆପଣ ପଚାରୁଥିଲେ, ସକାଳେ ଆମର ମୁରୁଜ ପୋଡ଼ପିଠା ପ୍ରତିଯୋଗିତା, ଯେଉଁଟାକି ପାରମ୍ପରିକ ପୋଡ଼ପିଠା ସବୁ ହଜିଯାଉଛି, ପାରମ୍ପରିକ ପୋଡ଼ପିଠା ପ୍ରତିଯୋଗିତା ଚାଲିଥିଲା। ହୁଳହୁଳି ଏବଂ ଏସବୁ ପ୍ରତିଯୋଗିତା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଚାଲିଥିଲା। ଏବଂ ବର୍ତ୍ତମାନ ଆମର ବରିଷ୍ଠ ବର୍ଗର ଯେଉଁ ଅଛି ଡ୍ୟାନ୍ସ କମ୍ପିଟିସନ୍ ହେବ ଝିଅମାନଙ୍କ ମଧ୍ୟରେ, ଏବଂ ରକ୍ତଦାନ ଶିବିର, ଯେଉଁଟାକି ସବୁଠାରୁ ଅଛି। କ'ଣ କାର୍ଯ୍ୟକ୍ରମ ହେବ, କେଉଁମାନେ ଯୋଗଦାନ କରିବେ? କେଉଁଥିରେ 3 ଦିନ ଯାକ କ'ଣ କାର୍ଯ୍ୟକ୍ରମ? 3 ଦିନରେ ଆମର କାଲି, ଆସନ୍ତାକାଲି କନିଷ୍ଠ ବର୍ଗର ବହୁତ ଛୁଆ ଅଛନ୍ତି, ସେମାନେ ଗୋଟେ ଏଣ୍ଟରଟେନ୍ ଡ୍ୟାନ୍ସ କମ୍ପିଟିସନ୍ ହେବ, ମଡ଼ର୍ଣ୍ଣ ଆଉ ଆପଣଙ୍କର ପାରମ୍ପରିକ ଯେଉଁଟା ଅଛି ଟ୍ରାଡ଼ିସନାଲ୍ ଡ୍ୟାନ୍ସ ପ୍ରୋଗ୍ରାମ୍ ହେବ। ଏବଂ ପରେ ପରେ ତା ପରଦିନ ଅଛି ଆମର ମ୍ୟୁଜିକ୍ କମ୍ପିଟିସନ୍ ଅଛି, ତା ସହିତ ପୁରସ୍କାର ବିତରଣ ଉତ୍ସବ ଅଛି। ଏଇଟା ହେଉଛି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆମର ଏଣ୍ଟାୟାର ରଜ ପ୍ରୋଗ୍ରାମର।